ଜଟଣୀସ୍ଥିତ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ସ୍ୱଚ୍ଛ ସବୁଜ ଓ କାର୍ଯ୍ୟକ୍ଷମ ରେଲୱେ ପାଇଁ ବିଶେଷ ଅଭିଯାନରେ ଯୋଗଦେଲେ ରେଳ ମଣ୍ଡଳ ପ୍ରବନ୍ଧକ। ଜଟଣୀସ୍ଥିତ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ସ୍ୱଚ୍ଛ ସବୁଜ ଓ କାର୍ଯ୍ୟକ୍ଷମ ରେଲୱେ ପାଇଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଏକ ବିଶେଷ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ ଓ ବରିଷ୍ଠ ରେଳ ଅଧିକାରୀମାନେ ଯୋଗ ଦେଇଥିଲେ। ରେଳ ଷ୍ଟେସନ ପରିସରରେ ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା, ଉପଯୋଗୀ ବୃକ୍ଷ ରୋପଣ କରି ସବୁଜିମା ବୃଦ୍ଧି କରିବା ଏବଂ ରେଳ ଷ୍ଟେସନ ପରିସରରେ ରେଳ ଯାତ୍ରୀମାନଙ୍କ ପାଇଁ ଥିବା ଶୌଚାଳୟ, ଭୋଜନାଳୟ ଇତ୍ୟାଦି ସମସ୍ତ ଉପଯୋଗୀ ବ୍ୟବସ୍ଥା ସଠିକ୍ ଭାବେ କାର୍ଯ୍ୟକ୍ଷମ ହେଉଛି କି ନାହିଁ ଏହାର ଯାଞ୍ଚ କରିବା ଏହି ବିଶେଷ ଅଭିଯାନର ଲକ୍ଷ୍ୟ ଥିଲା। ଏହି ବିଶେଷ ଅଭିଯାନ 8 ତାରିଖ ଅପରାହ୍ନ 5 ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା।